ବିଷ୍ଣୁ କଣ କହୁଛନ୍ତି, ଆରେ ଭକ୍ତି ରସଟା ଏତେ ଆସ୍ୱାଦିନ ମୁଁ ଟିକେ ଚାଟିବି, ସମସ୍ତେ ଚାଟୁଛନ୍ତି, ରାଧାରାଣୀ ଚାଟୁଛନ୍ତି, ଗୋପୀମାନେ ଚାଟୁଛନ୍ତି, ମୋ ପାଇଁ କିଛି ନାହିଁ, ମୋ ପାଇଁ କିଛି ଛାଡୁନାହାନ୍ତି। ଏଇ ପ୍ରକାର କଥା ମହାପ୍ରଭୁ ଆସୁଛନ୍ତି ରାଧା ମୁଡ୍ ଆଣ୍ଡ କମ୍ପ୍ଲେକ୍ସନରେ। ଦେଖନ୍ତୁ ବିଚିତ୍ର ବିଚାର ଏ ଭଗବାନଙ୍କର, କଣ ଏଥର ଆପଣ ବୁଝିବେ, ଏ ଜାଗାରେ ରହିବ ଟିକେ କଣ୍ଟ୍ରୋଲ ରହିବ। ପୁଣି ଏଠି ଇତିଦୃଶ ଲୀଳା ଦେଖନ୍ତୁ, ମୁଁ ଜାଣିନି ଏଠି କିନ୍ତୁ ଶ୍ଲୋକ ଅଛନ୍ତି ଦେଖନ୍ତୁ, ଇତିଦୃଶ ଲୀଳା ରାନନ୍ଦ କୁଣ୍ଡେ ସୁଗନ୍ ସଂନିମ୍ ନ ଜନ୍ତ ମାଖ୍ୟା ପୟନ୍ତମ୍ ତଦିଏସିତଜ୍ଞସୁ ଭକ୍ତୈର୍ଜିତତ ପୁନଃ ପ୍ରେମ ତଂସ ଦାବୃତ୍ତି ବନ୍ଦେ। ସେଇ ଶତବ୍ରତ ମୁନିଙ୍କର ଲେଖା। ଏଠି କଣ ହେଇଛି ପଢନ୍ତୁ, ବିଷ୍ଣୁ ମାତାଜୀ ପଢନ୍ତୁ ଟ୍ରାନ୍ସଲେସନ। ଓଡିଆ ବହି କାହାର ଅଛି? ମୋର ବି ନାହିଁ। ବିଷ୍ଣୁ ମାତାଜୀ ପଢନ୍ତୁ। ଶୁଭୁନି? ପରମ ପୁରୁଷ ଭଗବାନଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ଏ ପ୍ରଭୁ ସମସ୍ତ ସ୍ନେହ ସହିତ କଣ କିଛି ଫ୍ଲୋ ହଉନି, ନେକ୍ଟାର କିଛି ଫ୍ଲୋ ହଉନି, ଆଉ କଣ ଶୁଷ୍କ ହେଇଯାଇଛି ନେକ୍ଟାର? 230 ଲୀଳା ବୀରାନନ୍ଦ କୁଣ୍ଡେ ସୁଗନ୍ ସଂନିମ୍ ନ ଜନ୍ତ ଆଖ୍ୟାପୟନ୍ତମ୍ ତଦିଏସିତଜ୍ଞସୁ ଭକ୍ତୈର୍ଜିତତ ପୁନଃ ପ୍ରେମ ତସ୍ତ୍ରଂସ ଦାବୃତ୍ତି ବନ୍ଦେ। Again, let me offer my respective obeisances on the Supreme Personality of Godhead, of my Lord Krishna. I offer my obeisances hundreds and thousands times with all affection, because by your personal pastimes, you plunge the gopis into an ocean of nectar. Appreciating your opulence, devotees generally declare that you are always subjugated by their feeling. Baap re baap. हजार हजार नमस्कार हे कृष्ण, आपणकर पयरे हजार हजार नमस्कार। आपण भक्त मान विशेष भाव गोपी मान को कौन करती आनंदांबु दिवर्धनम, अनंत आनंद समुद्र रे निम्नजित कर दियंती। केते महिमामय हे भगवान हे कृष्ण, आपण ही आनंदर रिजर्वयर। भक्तमान केते जीवन रे आनंद पाते, आपण भगवान वास्तव रे इथे आनंद प्रदान करछन। ये आनंद सब इते आपण पाखरे कोठ आसिला? अरे मो पाखरे पूरा आनंदर गंताघर, तमे कोठ आनंद जोजना करछ? तमे मते भक्ति करुन, मु तुमको आनंद देवी। तुम तो इयाड सियाड सौदा करछ, विभिन्न डेमिगॉड आड जाउछ, इयाडे सियाडे बाबा माता 12 बुला, तमे होछ 12 बुला भिक्षु। आनंद कोड पाइबो? आनंद कोड पाइबो? आनंद पर मोर पाद पद्म रे तमे संधान पाउन, किछि संधान नाही। सत्यव्रत मुनि से कथा कहले। मधुर रसे कृष्ण निष्ठा सेवई अतिशय, साक्षीर असंकोच लालन ममता धिक्य हय। साक्षर टिके ममता आसीଯିव, साक्षर रसरे मो सांगटा ना कि काले बाड़ी देव सांगे रहिबि ना नहीं। सर्विस तो स्वाभाविक भावे सर्विस अटैचमेंट टिके रहिबो। एटा सब देखंतु, तापर कोन हबो? कांत भावे निजांग दिया करे न से बन,
ଅତଏବ ମଧୁର ରସର ହଏ ପଞ୍ଚ ଗୁଣ କଞ୍ଜୁଗାଲ ଲଭ। ଏଇ ଜାଗାରେ କଣ ହେଲା? କଞ୍ଜୁଗାଲ ଲଭରେ କଣ ଅଛି କହିଲେ? ଆପଣ ଶରୀରଟାକୁ ଦାନ କରିବେ। କାହାକୁ? କାହାକୁ ଦାନ କରିବେ? କାହାକୁ? କୃଷ୍ଣକୁ। କୃଷ୍ଣକୁ। ଗୋପୀ ମାନେ ଶରୀର ଦେଇଦେବେ। ଆଉ କଣ ଦେଇଥାନ୍ତେ? କୁହନ୍ତୁ। ଶରୀର ଦେଇଦେବେ। ଉନ୍ମୁକ୍ତ ଶରୀର କୃଷ୍ଣକୁ ଦେବେ। କୃଷ୍ଣ ଉପଭୋଗ କରିବେ। କୃଷ୍ଣ କଣ ଉପଭୋଗ କରିବେ? କୃଷ୍ଣ କଣ ଏ ଭୌତିକ ଜଗତର ପ୍ରେମ? ସଚ୍ଚିଦ ଆନନ୍ଦମୟ କୃଷ୍ଣ। ଗୋପୀମାନେ କେତେ ଆନନ୍ଦ ପାଆନ୍ତି। ଗୋପୀମାନେ କଣ କୁହନ୍ତି ଜାଣିଛନ୍ତି? ଗୋପୀମାନେ ପ୍ରତ୍ୟେକ ଦିନ କ୍ରନ୍ଦନ କରନ୍ତି। କୃଷ୍ଣ ଗୋଚାରଣରେ ଯାଆନ୍ତି, କ୍ରନ୍ଦନ କରିବେ। ଆରେ କୃଷ୍ଣଙ୍କର ପାଦରେ ଜୋତା ନାହିଁ। ମୁନିଆ ମୁଗୁନି ପଥର ବୃନ୍ଦାବନର ଚାରିଆଡେ ପାହାଡ ଚଢିକି ଯାଉଛନ୍ତି। ଗିରିରାଜ ରେ ବି ଗୋଚାରଣ କରୁଛନ୍ତି, ଯାଉଛନ୍ତି। କେତେ କଣ୍ଟା, କେତେ ସବୁ ତୀକ୍ଷ୍ଣ ପଥର। କୃଷ୍ଣଙ୍କର ପାଦ ପଦ୍ମ। କୃଷ୍ଣଙ୍କର ପାଦ ପଦ୍ମ ଆମର ସ୍ତନ ଉପରେ ରଖିଲେ କୃଷ୍ଣଙ୍କୁ କଷ୍ଟ ହବ। କିଏ କୁହନ୍ତି? ଗୋପୀମାନେ। ଗୋପୀମାନେ। ଏଇ ପାଦ ପଦ୍ମ ଏଭଳି ତୀକ୍ଷ୍ଣ ପଥର ଏବଂ କଣ୍ଟାରେ ଯାଉଛି। ପ୍ରତ୍ୟେକ ଦିନ ଚିନ୍ତା, ପ୍ରତ୍ୟେକ ଦିନ କାନ୍ଦିବେ। କୃଷ୍ଣ ତାଙ୍କର ପ୍ରାଣ କେନ୍ଦ୍ର। ମନ ଆଉ ବୁଦ୍ଧି କୃଷ୍ଣଙ୍କର ପାଦ ପଦ୍ମରେ। କୃଷ୍ଣ ଗୋଚାରଣରୁ ଫେରିବା ପର୍ଯ୍ୟନ୍ତ ସବୁ ବସିଥିବେ। ଆପଣ କଣ ଜପ କରୁଛନ୍ତି? ଜପ କଲି 16 ମାଳା, କୃଷ୍ଣ ମନ ଲାଗିଲା କି ନାହିଁ? ପ୍ରତ୍ୟେକ ଦିନ କୃଷ୍ଣ ଗୋଚାରଣରେ ଗଲା ମାନେ ଗୋପୀ ମାନେ ବସି ଚିନ୍ତନରେ ବସିଲେ। କୃଷ୍ଣ କେମିତି ସ୍ୱାଚ୍ଛନ୍ଦରେ କୌଣସି ପ୍ରକାର ଆଘାତ ହେଇନଥିବ ପାଦରେ। ଆମ ସ୍ତନରେ ଯାହାର ପାଦ ରଖିଲେ ସ୍ତନ, ପାଦ କଣ ହବ? ପାଦକୁ କଷ୍ଟ ହବ। ସିଏ ପାଦ ପୁଣି ଏଭଳି କଣ୍ଟକ ସ୍ଥାନରେ ଯାତ୍ରା କରୁଛି। ତେଣୁ ଏଠି ବଡି ଶରୀର ଦିଆଗଲା। ଏଠି ସବୁ ରସ ଅଛି ମହଜୁଦ। କୋଉ ରସ? ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ଭରପୁର ଭାବରେ ଏଇ ରସରେ ମାଧୁର୍ୟ ରସ, କଞ୍ଜୁଗାଲ ଲଭ। ଏଠି କଣ ହେଲା? ଅକସାଦି ଗୁଣ ଏନ ପର ପର ଭୂତେ 1 2 3 4 କ୍ରମେ ପଞ୍ଚ ପୃଥିବୀତେ। ଏଇ ଯୋଉ ସବୁ ଗୁଡାକ ଯାହା ମୁଁ କହିଥିଲି ଆପଣ ମାନଙ୍କୁ, କଣ କଣ କହିଥିଲା? ଶବ୍ଦ ପରେ ପବନ, ଏୟାର ପରେ ଅଗ୍ନି, ଅଗ୍ନି ପରେ ଜଳ, ଜଳ ପରେ ମାଟି। ଯେମିତିକା ମାଧୁର୍ୟ ରସରେ ସବୁ ଅଛି। ଶାନ୍ତ, ଦାସ, ସଖ୍ୟ, ବାତ୍ସଲ୍ୟ ସବୁ। ଏ ମାଧୁର୍ୟ ରସ ଆପଣ ଶରୀର ଦାନ କରିବେ। କୃଷ୍ଣଙ୍କୁ ଶରୀର ଦେବେ। ଆପଣଙ୍କ ଶରୀର, ସବୁ ଗୋପୀ ମାନେ ସବୁ ଶରୀର ସମର୍ପଣ କରିଥିଲେ କୃଷ୍ଣ ପାଖରେ। କୃଷ୍ଣ ଯେମିତି ଶରୀର ସହିତ ଖେଳିପାରିବେ। ଦେଖନ୍ତୁ, ପ୍ରେମରେ କପଟତା ନାହିଁ। ଏ ପ୍ରେମରେ କିଛି ଲୁକାୟିତ ବିଷୟବସ୍ତୁ ନାହିଁ। ସଚ୍ଚୋଟ ପ୍ରେମ। ଆଉ ସେଇଟା ପରୋକ୍ଷ ଭାବରେ ଅତ୍ୟନ୍ତ ଅଧିକ ଆସ୍ୱାଦନୀୟ। ସୁଖ୍ୟ ଭାବ, ପରୋକ୍ଷ ଭାବ। କୃଷ୍ଣ ସାଙ୍ଗରେ ଗୋପୀ ମାନଙ୍କର ପରୋକ୍ଷ ପ୍ରେମ। ସୁଖ୍ୟ ପ୍ରେମ ତ ଅଭିମନ୍ୟୁ ସାଙ୍ଗରେ, କୃଷ୍ଣ ସାଙ୍ଗରେ କଣ? ପରୋକ୍ଷ ପ୍ରେମ। ଆଉ କୃଷ୍ଣଙ୍କୁ ଯଦି ଆପଣ ପ୍ରେମ କରିନାହାନ୍ତି, ଆପଣ ହଜବେଣ୍ଡ ବା ସ୍ୱାମୀ ହିସାବରେ ସ୍ୱୀକାର କରିନାହାନ୍ତି, ଆପଣଙ୍କ ମୁଖକୁ ଚାହିଁବା ଉଚିତ ନୁହେଁ। ଆପଣ ଅମଙ୍ଗଳ। ସତ୍ୟସ୍ୱାଦୀ ନାରୀ ହିସାବରେ ଆପଣ ପଦବାଚ୍ୟ ନୁହନ୍ତି। ଭାଗବତ ରାଧା ये भौतिक जगत ये जो लस्टी डिजायर नहीं, कृष्ण होचंदी ट्रांसेंडेंटल स्तर से चैतन्य चरितामृत को नवागत भक्त मान को प्रवेश निषेध। बुझी पारे, कन्फ्यूज हे, से प्रसंग किसी बुझी पारे।
ମୋ ମାଇଣ୍ଡରେ କନଫ୍ୟୁଜନ ଆସେ ନୂଆ ଯୋଉମାନେ ଇନିସିଆଲ ଆସୁଛନ୍ତି ସେମାନେ ଚୈତନ୍ୟ ଇନିସିଆଲ ଶୁଣିବା କଥା ନୁହେଁ। ରସିକ ସାହିତ୍ୟ ଆମେ ବିଶେଷ କୃପା ଭଗବାନଙ୍କର ଏସବୁ ଶ୍ରବଣ କରିବା ସୁଯୋଗ ପାଉଛନ୍ତି, ଗୋଟେ ସ୍ପେଶାଲ ମର୍ସି ଅଫ ଦି ଲର୍ଡ। ସେଥିପାଇଁ ଆପଣଙ୍କର ଯୋଉମାନେ ନୂଆ ନୂଆ ଭକ୍ତି କରୁଛନ୍ତି ଏବେ ପ୍ରାରମ୍ଭିକ ସାଧନା ଭକ୍ତିର ପ୍ରାରମ୍ଭିକ ସ୍ତରରେ ଶ୍ରବଣ କରିବା ହଠାତ୍ ବୁଝିପାରିବେନି ତ ଶ୍ରବଣ କରିବେ, କାରଣ ସବୁ ଗୁଡାକ କୋଉଠି ଅଛି? ମାଧୁର୍ଯ୍ୟ ଅଛନ୍ତି। ହଁ, ଏଇ ଭକ୍ତି ରସର କରିଲନ ଦିଗଦର୍ଶନ ଇହାର ବିସ୍ତାର ମନେ କରିହ ଭାବନ। ଚୈତନ୍ୟ ମହାପ୍ରଭୁ ବର୍ତ୍ତମାନ ସାରୁଛନ୍ତି ଅଧ୍ୟାୟ, ବୁଝିପାରିଲେ? ରୂପ ଗୋସ୍ୱାମୀଙ୍କ ଶିକ୍ଷାକୁ ସାରୁଛନ୍ତି। କଣ କହିଲେ? ଆରେ ବାପା, ମୁଁ ତମକୁ ଗୋଟାଏ ଟିକେ ଝଲକ ଭାବରେ ଭକ୍ତି ବିଷୟରେ କଣ କଲି, ଏଇ ଗୋଟେ ମେଲ ବିଷୟରେ ଟିକେ ବର୍ଣ୍ଣନା କଲି। ମହାପ୍ରଭୁ କଣ କହୁଛନ୍ତି ଦେଖନ୍ତୁ, ଆମ ମୁଣ୍ଡ ବୁଡି ଯାଉଛି। ମହାପ୍ରଭୁ କଣ କହୁଛନ୍ତି? ତମକୁ ଟିକେ କଣ କଲି, ଟିକେ ଝଲକ, ଟିକେ ଟ୍ରେଲର ଟିକେ ବର୍ତ୍ତମାନ ଦେଲି, ବୁଝିପାରୁଛ ତ? ତମେ ତାକୁ ବିସ୍ତାର କରିପାରିବ। ବଢିଆ କଥା। ରୂପ ଗୋସ୍ୱାମୀ ତ ବିସ୍ତାର କରିଦେଲେ ଆଉ କଣ। ରୂପ ଗୋସ୍ୱାମୀ ମହାପ୍ରଭୁ କହିଲେ ତମେ ତାକୁ ବିସ୍ତାର ବି କରିପାରିବ। ବିସ୍ତାର ମାନେ ବିସ୍ତାର କରିଦେଲେ। କଣ କହିଥିଲେ? ମହାପ୍ରଭୁ ଆଶ୍ଚର୍ଯ୍ୟ, ମୋ ମନ ବିଷୟ ତମେ କେମିତି ଜାଣିଲ? ମୋ ମନ ତମେ କେମିତି ଜାଣିଲ? ଚୈତନ୍ୟ ମନ ବିସ୍ତାର ସ୍ଥାପିତ ଜ୍ଞାନ ଭୂତଲେ ସ୍ୱୟଂ ରୂପ କଦାମୟ ଦଦାଦିଶ ପଦାତିକ। ତମେ ମୋ ମନ ବିଷୟ କେମିତି ଜାଣିଲ? ମହାପ୍ରଭୁ ରୂପ ଗୋସ୍ୱାମୀ କହୁଛନ୍ତି ଜାବଡ଼ା ପକେଇ ଦେଇଥିଲେ ହରଦାସ ଠାକୁରଙ୍କ କୁଟୀରରେ। ହରଦାସ ଠାକୁରଙ୍କ କୁଟୀରରେ ରୂପ ଗୋସ୍ୱାମୀ ଗୋଟାଏ ତାଳପତ୍ର ଲେଖିକିରି ଟଙ୍ଗେଇ ଦେଇଥିଲେ ଛାତ ଉପରେ। ମହାପ୍ରଭୁ ଟାଣି ଆଣିଲେ, ଦେଖିଦେଲେ ମନ ବିଷୟ ପ୍ରକଟ ହେଇଛି। କିଏ ନା ରୂପ ଗୋସ୍ୱାମୀ ଗୋଟେ ଜାବଡ଼ା ମାରିଲେ। ତମେ କିନ୍ତୁ ମନ ବିଷୟ ଜାଣିଲ। ସମସ୍ତେ ନାଚିଲେ, ସମସ୍ତେ ନାଚିଲେ। ଆଜି ଚୈତନ୍ୟ କୃପା ରୂପ ଗୋସ୍ୱାମୀକୁ ପ୍ରାପ୍ତ ହେଲା। ଆପଣ ତାହେଲେ ଝଗଡା କରିବେ, ସେ ଗୋବିନ୍ଦ ପ୍ରଭୁ କଣ ଜାବଡ଼ା ମତେ ମାରିଛି, ତାହେଲେ କେସ୍ କର, କ୍ଲାସ କ୍ଲାସ ସବୁ ବନ୍ଦ। ବୁଝିପାରୁଛନ୍ତି ତ? ହଁ, କଥା କହିଲେ ଟଲେଟ କରିପାରିବେନି। ଆଉ ଏତେ ଯାଏ କଥା ଯିବ କଣ? ସେ ସବୁ ନାଚିଲେ। ମହାପ୍ରଭୁ ଆଜି କୃପା କଲେ ରୂପ ଗୋସ୍ୱାମୀ। ରୂପ ଗୋସ୍ୱାମୀ ଆନନ୍ଦରେ ଆନନ୍ଦରେ ତାଙ୍କର ପ୍ରେମାନନ୍ଦ ଚକ୍ଷୁରୁ ଲୋତକର ଧାର ଧାର। ଆରେ ମୋ ମନ ବିଷୟ ତମେ ଜାଣିଲ? ତେଣୁ ରୂପ ଗୋସ୍ୱାମୀ ଚୈତନ୍ୟ ମହାପ୍ରଭୁଙ୍କର ମନେ ରଖନ୍ତୁ ପୁରା ସ୍ୱରୂପ ପ୍ରକଟ। ସାଧାରଣ ବ୍ୟକ୍ତି ତ ନାହାନ୍ତି, ଆମର ଭକ୍ତି ଜୀବନର ପ୍ରାରମ୍ଭିକ ଆଚାର୍ଯ୍ୟ। ରୂପ ଗୋସ୍ୱାମୀର ପଦାଙ୍କ ଅନୁସରଣ ନ କଲେ ଆପଣ ଭକ୍ତିରେ କାହିଁ ପ୍ରବେଶ କରିବେ? କିସ ବୁଝିପାରିବେ? ଇଏ ସେଇଭଳି ମହାଭାଗବତ, ବୁଝିହଉଛି ନା ନାଇଁ? ତାପରେ ତମେ ତାକୁ ବିସ୍ତାର କରିବ। ତାପରେ ଆସିଲା ଭାବିତେ ଭାବିତେ କୃଷ୍ଣ ସ୍ଫୁରଏ ଅନ୍ତରେ, କୃଷ୍ଣ କୃପାୟ ଆଜ୍ଞା ପାୟ ରସ ସିନ୍ଧୁ ପାରେ। ତାପରେ କଣ ହେଲା? ତାପରେ ମହାପ୍ରଭୁ କହୁଛନ୍ତି କୃଷ୍ଣଙ୍କ କଥା ଭାବିଲେ ହୃଦୟରେ ଆନନ୍ଦ ବର୍ଦ୍ଧନ, ଆନନ୍ଦ ସ୍ଫୁରିତ ହେଇଯିବ ଟିକେ ଟିକେ। ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ କାହା କହୁଛନ୍ତି? ରୂପ ଗୋସ୍ୱାମୀ କହୁଛନ୍ତି। ବୁଝିପାରୁଛନ୍ତି ତ? କିଛି ନ ଜାଣିଥିବ ପଛେ ଲୋକଟା ଭାଗ୍ୟବାନ, ଆନନ୍ଦ ପାଇବ। କେମିତିକା? ଯେମିତିକା ଏ କୃଷ୍ଣଙ୍କର କୃପା, କୃପାରେ ସେ ଆନନ୍ଦ ମହାସାଗର ପାଖରେ ସେ ପହଞ୍ଚିଯିବ। ପ୍ରତ୍ୟେକ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ଆନନ୍ଦ, ପ୍ରତ୍ୟେକ ମୁହୂର୍ତ୍ତରେ ଦୁଃଖ ଆସିବ ଭକ୍ତି ଜୀବନରେ। ସୁସୁଖମ କର୍ତ୍ତୁମ ଅବ୍ୟୟ, ଦୁଃଖ କାହିଁ? ଆନନ୍ଦ ଆମୋଦି ବର୍ଦ୍ଧନ, ଦୁଃଖ କଣ ଜୀବନରେ ଆସୁଛି? ବୁଝିପାରୁଛୁ ନା ନାଇଁ? କିଏ କଣ କହିଲା ମୋର କଣ ଯାଏ? ମୁଁ ତ ଆନନ୍ଦରେ ଆନନ୍ଦରେ ଏମିତି ଭାବରେ ମୁଁ ବାନ୍ଧି ହେଇଛି। ଆରେ ଆନନ୍ଦ ପ୍ରତିଦିନ ଚାଟୁଛି ହାତରେ, ଏତେ ବଡ ଆନନ୍ଦ କଣ ଚାଟୁଛ? ମୁଣ୍ଡ ଭାଗ ଆନନ୍ଦ ଚାଟିକିରି ପ୍ରତ୍ୟେକ ମୁହୂର୍ତ୍ତରେ ଆନନ୍ଦ, ଭକ୍ତି ରସ ନା ନାଇଁ? ଆପଣ ଆନନ୍ଦ ଆସ୍ୱାଦନ କରୁନାହାନ୍ତି ମାନେ ଭାବିବେ
କିଛି ଗୋଟାଏ କୋଉ ଜାଗାରେ କଣ ଗୋଟାଏ କିଛି ଗଡବଡ ଅଛି, କିଛି ଏପଟ ସେପଟ ଅଛି, ବୁଝିପାରୁଛ ତ? ହଁ ଏଠି ଏତ ବୋଲି ପ୍ରଭୁ ତାରେ କାଇଲା ଆଲିଙ୍ଗନ, ଆଲିଙ୍ଗନ ମାନେ ପ୍ରସାଦ, ପ୍ରସାଦ ବାରାଣସୀ ଚାଲିବାରେ ପ୍ରଭୁର ହଇଲା ମନ। ବର୍ତ୍ତମାନ କୁଆଡେ ଯିବେ? ବାରାଣସୀ ଆଡେ। ବଡ ଭାଇ ସନାତନ ଗୋସ୍ୱାମୀ, ଏବେ ରୂପ ଗୋସ୍ୱାମୀ ସରିଲା, ମହାପ୍ରଭୁ କୁଆଡେ ବାହାରିଲେ, କୁଆଡେ ବାହାରିଲାଣି? ବାରାଣସୀ ଆଡେ। ଗୋଟେ ଆଲିଙ୍ଗନ କରିଦେଲେ ରୂପ ଗୋସ୍ୱାମୀକୁ। ରୂପ ଗୋସ୍ୱାମୀ ଛଟପଟ ବୋଉ ବୋଇ କାନ୍ଦୁଛନ୍ତି। ଆର ବର୍ଷ ଦେଖନ୍ତୁ କଣ ହେଲା, ପ୍ରଭାତେ ଉଠି ଆଇବେ କରିଲକ ମନ, ତାବେ ତାର ପାଦ ରୂପେ କରେ ନିବେଦନ। ଚୈତନ୍ୟ ମହାପ୍ରଭୁ ବାରାଣସୀ ଆଡକୁ ବାହାରୁଛନ୍ତି। ତାପରେ ଶିଲ ରୂପ ଗୋସ୍ୱାମୀ ମହାପ୍ରଭୁଙ୍କର ପାଦ ପଦ୍ମରେ ପଡିଗଲେ, ବନ୍ଦନ କରିକି ପଡି ଯାଉଛନ୍ତି। ତାପରେ କଣ କହୁଛନ୍ତି? ଆଜ୍ଞା ହୟ ଅସି ମୁନେ ଶ୍ରୀଚରଣ ସଙ୍ଗେ, ଶ୍ରୀଚରଣ ମହାପ୍ରଭୁଙ୍କ ଚରଣକୁ ଶ୍ରୀଚରଣ କୁହାଯାଏ। ଶ୍ରୀଚରଣ ରାଧାରାଣୀ ଯୁକ୍ତ ହେବେ ମହାପ୍ରଭୁ ସାଙ୍ଗରେ, ରାଧାରାଣୀଙ୍କ ବିନା କୃଷ୍ଣ ଅସମ୍ଭବ। ଶ୍ରୀଚରଣ ରାଧେ କୃଷ୍ଣ କହିବା, ରାଧା କୃଷ୍ଣ, ରାଧାଙ୍କୁ ଛାଡ଼ିଦେଲେ କଣ ହବ? କହୁଛନ୍ତି ରାଧା କୃଷ୍ଣ ନାହିଁ ଅନ୍ୟ ଶ୍ରୀକୃଷ୍ଣ ଚୈତନ୍ୟ, ସହିତ ନା ପାରି ମୁଇଁ ବିରହ ରଙ୍ଗେ। ଭଗବାନ ମହାପ୍ରଭୁ ଭଗବାନ, ମୁଁ ଆପଣଙ୍କ ବିରୋଧରେ ବଞ୍ଚିବି କେମିତି? କିଏ? ପାଦ ପଦ୍ମରେ ପଡି ଯାଇଛନ୍ତି, କାନ୍ଦୁଛନ୍ତି ବୋଉ ଭାଇ। ବଞ୍ଚିବି କେମିତି? କେମିତି ଜୀବନ ଧାରଣ କରିବି? ଅସମ୍ଭବ। ମୁଁ କେବେ ଟଲରେଟ କରିପାରିବିନି ଏ ବିରହ ଯନ୍ତ୍ରଣା। ମହାପ୍ରଭୁ କହୁଛନ୍ତି। ତାପରେ ମହାପ୍ରଭୁ କଣ କହୁଛନ୍ତି? ପ୍ରଭୁ କହେ ତୁମାର କର୍ତ୍ତବ୍ୟ ଆମର ହବ ଚନ। ଆରେ ମୋ ଇନଷ୍ଟ୍ରକ୍ସନ କୁ ଏକ୍ଜିକ୍ୟୁଟ କରିବ, ତ ବିରୋଧ ଯନ୍ତ୍ରଣା କଣ ସହିପାରିବନି? ମୁଁ ଇନଷ୍ଟ୍ରକ୍ସନ ଦେଇଛି। ନିକଟେ ଆସି আছে ତୁମେ ୟାହା ବୃନ୍ଦାବନ, ତମେ ବୃନ୍ଦାବନ ଯାଅ, ଆବିଷ୍କାର କର କୃଷ୍ଣ ଲୀଳା। ମୁଁ ପୁରୁଷୋତ୍ତମ ଧାମ ପୁରୀକୁ ଫେରିବି, ସେଠି ପୁଣି ଆମେ ସାକ୍ଷାତ ହବା, ପୁଣି ଆସିବ। ତମେ ମୋର ଇନଷ୍ଟ୍ରକ୍ସନ ଫଲୋ କର। ଦେଖ ଆପଣଙ୍କ ଭକ୍ତିଟା କେତେ କଠୋର। ଆରେ ଭକ୍ତିରେ ଭାବ ପ୍ରବଣତା ନାହିଁ, ଯାହା ଭଗବାନ କହିବେ ତାହା ହିଁ ହବ, ଭାବ ପ୍ରବଣତାର ସ୍ଥାନ ନାହିଁ। ବୃନ୍ଦାବନ হইতে তুমি গৌড় দেশে দিয়া, ଆମର ମିଳିବେ ନୀଲା ଚଲେଆ ସିଆ। ଗୌଡ଼ ଦେଶରେ ପୁଣି ୱେଷ୍ଟ ବେଙ୍ଗଲ ମଧ୍ୟରେ ପ୍ରବେଶ କରି ବୃନ୍ଦାବନରୁ ତୁମେ ବି ପୁରୀରେ ପହଞ୍ଚିବ। ତାପରେ ଆମେ ସେଠି ଯୋଗଦାନ କରିବା। ତାରେ ଆଲିଙ୍ଗିଆ ପ୍ରଭୁ ନୌକାତେ ଚଢିଲା, ମୂର୍ଚ୍ଛିତ ହନ ତେନ ତାହା ନିପଡ଼ିଲା। ମହାପ୍ରଭୁ ଡଙ୍ଗାରେ ପାଦ ରଖିଲେ, ପାଦ ପଦ୍ମକୁ ସ୍ଥାପନ କଲେ ବାରାଣସୀ ଆଡକୁ ଯିବା ପାଇଁ। ରୂପ ଗୋସ୍ୱାମୀ ମୂର୍ଚ୍ଛିତ ହେଇକିରି ତଳେ ପଡିଗଲେ। ରୂପ ଗୋସ୍ୱାମୀ ମୂର୍ଚ୍ଛିତ ହେଇଗଲେ, ଆଉ ଅନକନସିୟସ କମ୍ପ୍ଲିଟଲି। ତାପରେ ତାଙ୍କୁ କିଛି ଆସି ଉଠେଇଲେ। ମାନେ ଦକ୍ଷିଣାତ୍ୟ ବିପ୍ରତାରେ ଘରେ ଲନା ଗେଲା, তবে দুই ভাই বৃন্দাবନରେ ଚାଲିଲା। ତାପରେ କିଛି ବ୍ରାହ୍ମଣ, ଦାକ୍ଷିଣାତ୍ୟ ବ୍ରାହ୍ମଣ ରୂପ ଗୋସ୍ୱାମୀକୁ ଉଠେଇଲେ। ସେ କନସିୟସ ହେଲେ, ତାପରେ ତାଙ୍କୁ ଉଠେଇକିରି ସେମାନେ ତାଙ୍କୁ ଟିକେ ଯତ୍ନ ନେଲେ। ତାପରେ ଦୁଇ ଭାଇ ସନାତନ ଗୋସ୍ୱାମୀ ମିଶିଲେ। ସନାତନ ଗୋସ୍ୱାମୀ ସେଠି ଆସି ଉପନୀତ ହେଲେ। ସନାତନ ଗୋସ୍ୱାମୀଙ୍କ ସହିତ ରୂପ ଗୋସ୍ୱାମୀ ବୃନ୍ଦାବନ ଚାଲିଲେ। ସନାତନ ଗୋସ୍ୱାମୀ ସହିତ ତାପରେ ପୁଣି ଶିକ୍ଷା ଦେଇ ବାରାଣସୀରେ ଇଏ ଅଧ୍ୟାୟ ସେମାନେ ଚାଲିଲେ। ତାପରେ ମହାପ୍ରଭୁ ଚାଲି ଚାଲି ଆଇଲା ବାରାଣସୀ। ଡଙ୍ଗାରେ ଚଢିଗଲେ, ନଦୀଟା ପାରିଗଲେ, ତ ଯାଉ ଚାଲିଛନ୍ତି। ଚନ୍ଦ୍ରଶେଖର ମିଳିଲା ଗ୍ରାମେର ବହିରେ ଆସି, ଚନ୍ଦ୍ରଶେଖର ମିଶ୍ର ସେଠି ବାରାଣସୀରେ ମହାପ୍ରଭୁଙ୍କ ସହିତ
दर्शन है तपन मिश्र आसी पहुंचे तारे तेह स्वप्ने देख प्रभु आईला घरे तत्त काले आसी रहे ग्रामेर बाहिरे चंद्रशेखर मिश्र आसिले भगवान को सादर निमंत्रण कले महाप्रभु घरे पहुंचले आचंबित प्रभु देखी चरणे पड़िला अनादित हन निज गृह लन गेला चंद्रशेखर मिश्र बिकम सरप्राइज स्वाभाविक कथा भगवान आज आसी पुनीत कौन कौन सौभाग्य कथा चैतन्य महाप्रभु पहुंचले चैतन्य महाप्रभु पाद पद्म चंद्रशेखर मिश्र पतित गले घरे बहुत खुशी हेले खुशीर संवाद ना खुशीर संवाद नुह माने खुशी तपन मिश्र शुणी आसी प्रभु रे भी लीला इष्ट गोष्ठी करी इष्ट गोष्ठी भक्त संघ कौन कहा जाए भक्त संघ को इष्ट गोष्ठी जो आलोचना हम मंगल कार्य आस्था काल प्रोग्राम इष्ट गोष्ठी कह जाए मंदिर मान सब इष्ट गोष्ठी हुए आस्था काल जन्माष्टमी सब भक्त मान बसवे कौन भगवान करा कथा आलोचना करा भगवान इष्ट गोष्ठी कह जाए इष्ट गोष्ठी है महाप्रभु रे प्रसाद ग्रहण करेंगे कौन हम से विषय तपन मिश्र आसी पहुंचले चंद्रशेखर मिश्र घर गले से इनवाइट कले महाप्रभु को घरे प्रसाद ग्रहण कर निज घर लाना प्रभुर भिक्षा कराइला भट्टाचारी चंद्रशेखर निमंत्रण कहला चंद्रशेखर भट्टाचार्य बलभद्र भट्टाचार्य से महाप्रभुर डिसाइपल भक्त से कौन कले जनाइले आसिले बर्तमान चंद्रशेखर मिश्र तपन मिश्र बलभद्र भट्टाचार्य सब चंद्रशेखर मिश्र घर महाप्रभु से प्रसाद ग्रहण कले चंद्रशेखर मिश्र घरे भिक्षा करण मिश्र करे कहे प्रभु पाया धरी एक भिक्षा मागी मोरे देह कृपा करी कौन कहते तपन मिश्र महाप्रभु को कृपा भिक्षा प्रार्थना कले यावत तुम्हार हय काशीपुरे स्थिति तपन मिश्र कहले चंद्रशेखर मिश्र तपन मिश्र भी भगवान प्रभु महाप्रभु लंबा पास टाइम्स अच्छी से कहले मोर घरे बिना भिक्षा न करिबे कटी माय लॉर्ड आपण जिते दिन वाराणसी रहिबे मो घरे प्रसाद पाइबे निमंत्रण रखिले प्रभु जानेर दिन पंच सतसेर हिब सन्यासीर संगे भिक्षा कहन ना करिब चैतन्य महाप्रभु 5-7 दिन से रहिबे से कौन सी मायावादी सन्यासी मान सहित निमंत्रण से रक्षा करेंगे ना ये सब योजना चलती महाप्रभु रहणी एत जानी तार भिक्षा कहला अंगीकार महाप्रभु स्वीकार कले तपन मिश्र प्रपोजाल इष्ट गोष्ठी जहाँ निष्पत्ति है वासनिष्ठ कहल चंद्रशेखर घर चंद्रशेखर घर रहिबे इटू हाँ तपन मिश्र प्रसाद पाइबे चंद्रशेखर मिश्र वासस्थान हाँ चंद्रशेखर रहा चंद्रशेखर घर मिश्र रे घरे रे प्रसाद पाइबे इष्ट गोष्ठी निष्पत्ति हो कौन करा विभिन्न प्रकार सेवा करा पड़ो महाप्रभु महाराष्ट्रीय विप्र आसी तारे में लीला प्रभु तारे स्नेह करी कृपा प्रकाश शिला महाराष्ट्रीय ब्राह्मण जन आसले ना तो ये
ବ୍ୟକ୍ତ କରାଯାଇନି। ସେ ଭଗବାନଙ୍କୁ ଦର୍ଶନ କଲେ, ଭଗବାନ ତାଙ୍କୁ କୃପା ପ୍ରଦାନ କଲେ। ଯିଏ ତ ଦର୍ଶନ କଲା ସେ କୃପା ପାଇଲା ନା ନାଇଁ। ମହାପ୍ରଭୁ ଆଇଲା ଶୁଣି ଶିସ୍ତ ଶିସ୍ତ ଜାନ ବ୍ରାହ୍ମଣ କ୍ଷତ୍ରିୟ ଆସି କରେ ନ ଦର୍ଶନ। ସେଠି ସବୁ ଅନେକ ବ୍ରାହ୍ମଣ ସମ୍ପ୍ରଦାୟ, କ୍ଷତ୍ରିୟ ସମ୍ପ୍ରଦାୟ, ଆରେ ମହାପ୍ରଭୁ ଆସିଛନ୍ତି ଭଗବାନ, ସେଠି ସମସ୍ତେ ଆସି ଉପନୀତ ହେଲେ ଚନ୍ଦ୍ରଶେଖର। ତାପରେ ଶ୍ରୀରୂପ ଉପରେ ପ୍ରଭୁର ୟାତ କୃପା ହଇଲା, ଅନନ୍ତ ବିସ୍ତାର କଥା ସଂକ୍ଷେପେ କହିଲା। ଏଇଗୁଡାକ ସବୁ ରୂପ ଗୋସ୍ୱାମୀଙ୍କୁ ମହାପ୍ରଭୁ କୃପା କଲେ। ସଂକ୍ଷେପରେ ଭକ୍ତିର କେତେ ରସ ବିଷୟରେ ମହାପ୍ରଭୁ ସଂକ୍ଷେପରେ କୃପା ପ୍ରଦାନ କରି ଶିକ୍ଷା ଦେଲେ। ଶ୍ରଦ୍ଧା କରି ଏଇ କଥା ଶୁନେଇ ଜନେ, ପ୍ରେମ ଭକ୍ତି ପାୟ ସେହି ଚୈତନ୍ୟ ଚରଣେ। ଏଇ ପ୍ରସଙ୍ଗକୁ ଯେ ଶ୍ରଦ୍ଧାର ସହିତ ଚିତ୍ତରେ, ସଚୋଟ ଚିତ୍ତରେ ଶ୍ରବଣ କରିବ, ସେ ଚୈତନ୍ୟ ଚରଣରେ ପ୍ରେମ ଭକ୍ତି ସୁନିଶ୍ଚିତ ଭାବରେ ପ୍ରାପ୍ତ ହବ, ଯାହା ଜୀବନର ପରମାର୍ଥିକ ସ୍ୱାର୍ଥ ବା ଲକ୍ଷ୍ୟ। ତାପରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଅଧ୍ୟାୟକୁ ସମାପ୍ତ କରୁଛନ୍ତି। ଏ ଶ୍ଲୋକ ସବୁ ଜାଗାରେ, ସବୁ ଅଧ୍ୟାୟରେ। ଶ୍ରୀରୂପ ରଘୁନାଥ ପଦେ ୟାର ୟାସ, ଚୈତନ୍ୟ ଚରିତାମୃତ କହେ କୃଷ୍ଣ ଦାସ। କୃଷ୍ଣ ଦାସ ଏ ଅଧ୍ୟାୟକୁ ରୂପ ସନାତନ ରଘୁନାଥ ଦାସ ଗୋସ୍ୱାମୀ, ରଘୁନାଥ ଦାସ ଗୋସ୍ୱାମୀଙ୍କର ଡିସାଇପଲ୍ ହଉଛନ୍ତି, ଶିଷ୍ୟ ହଉଛନ୍ତି କିଏ? କୃଷ୍ଣଦାସ କବିରାଜ ଗୋସ୍ୱାମୀ। ରୂପ ଗୋସ୍ୱାମୀ ରଘୁନାଥ ଦାସ ଗୋସ୍ୱାମୀ ସବୁ ଷଡ଼ ଗୋସ୍ୱାମୀଙ୍କୁ ସମ୍ମାନ ପ୍ରଦାନ କରୁଛନ୍ତି। ରୂପ ସନାତନ, ରୂପ ଆରମ୍ଭ ମାନେ ସବୁ ଯାକ ଷଡ଼ ଗୋସ୍ୱାମୀ ରହିବେ, କିନ୍ତୁ ରଘୁନାଥ ଦାସ ଗୋସ୍ୱାମୀ ତାଙ୍କର ଗୁରୁଦେବ। ପଦେ ୟାର ଆସ, ଚୈତନ୍ୟ ଚରିତ ସେମାନଙ୍କ ପଦ ଅରବିନ୍ଦରେ କୃପା ଭିକ୍ଷା କରି ଆଶ୍ରୟ ଗ୍ରହଣ କରି ମୁଁ ଚୈତନ୍ୟ ଚରିତାମୃତକୁ ପରିବେଷଣ କରୁଛି। କିଏ? କୃଷ୍ଣଦାସ କବିରାଜ ଗୋସ୍ୱାମୀ। এই ପ୍ରକାର ଭାବରେ ଭକ୍ତି ବେଦାନ୍ତ ପର୍ପସର ଚୈତନ୍ୟ ଚରିତାମୃତ ମଧ୍ୟ ନୀଳା 19 ଚାପ୍ଟର ରୂପ ଶିକ୍ଷା ସମାପ୍ତ ହେଲା। ଜୟ ଶ୍ରୀ ପ୍ରଭୁପାଦ କି ଜୟ ଜୟ। ଗୌର ପ୍ରେମାନନ୍ଦେ। ଆସନ୍ତା ଅଧ୍ୟାୟରେ ସନାତନ ଗୋସ୍ୱାମୀଙ୍କ ଶିକ୍ଷା ବାରାଣାସୀରେ, ସେ ପୁଣି ଆହୁରି ବିସ୍ତୃତ ଅଧ୍ୟାୟ। ସେ ଅଧ୍ୟାୟ ଶ୍ରବଣରୁ ଆପଣ ପୁଣି ଆହୁରି ମୂର୍ଚ୍ଛିତ ହେଇଯିବେ। ଏ ତ ରୂପ ଶିକ୍ଷା, ଏ ରୂପ ଶିକ୍ଷା, ସେ ସନାତନ ଶିକ୍ଷା, ଏ 10 ଦିନର ଶିକ୍ଷା, ସେ 60 ଦିନର ଶିକ୍ଷା। ବୁଝିଲେ? ଏ ସାନ ଭାଇ, ସେ ବଡ ଭାଇ, ଆପଣ ଯାହା ଆସ୍ୱାଦନ କରିବେ କରିବେ। ଜୟ ଶ୍ରୀ ପ୍ରଭୁପାଦ କି ସମବେତ ଭକ୍ତ ବୃନ୍ଦ କି ଜୟ ଜୟ। ଗୌର ପ୍ରେମାନନ୍ଦେ। ହରି ହରି। ପ୍ରଭୁ ରଥଯାତ୍ରା ସମୟରେ ଭଗବାନ ଯୋଉ ଚୈତନ୍ୟ ମହାପ୍ରଭୁ ଯୋଉମାନେ ବଡ ଦାଣ୍ଡରେ ଦର୍ଶନ କରିଥିବେ ସେମାନେ କୃପା ପାଇଥିବେ ପ୍ରଭୁ। ମାନେ କୃପା ପାଇଥିବେ ମାନେ କି କଥା ଆପଣ କହୁଛ? ହଁ ଶୁଣନ୍ତୁ, ସେ କଥାରେ ଟିକେ ଭିନ୍ନ ଅର୍ଥ ଅଛି। କୃପା ମାନେ ଦେଖନ୍ତୁ, ମହାଭାରତ ଯୁଦ୍ଧରେ କୃଷ୍ଣଙ୍କୁ ବି ଦର୍ଶନ କରିଥିଲା ଦୁର୍ଯ୍ୟୋଧନ। ଆଜ୍ଞା, କରିଥିଲେ କି ନାହିଁ? ଆଜ୍ଞା। ଗଲା, ସେ ପୁଣି ସାୟୁଜ୍ୟ ମୁକ୍ତି, ବୈକୁଣ୍ଠରେ ସ୍ଥାନ ନିଶ୍ଚିନ୍ତ, କିନ୍ତୁ ସାୟୁଜ୍ୟ ମୁକ୍ତି, ବ୍ରହ୍ମଜ୍ୟୋତି। ଯେ ଭକ୍ତି କଣ ହବ? ଆଜ୍ଞା ପ୍ରଭୁ, ବୁଝିଲେ ନା ବୁଝିଲେ? ଦୁର୍ଯ୍ୟୋଧନ ଦର୍ଶନ କରିଥିଲା, ଦୁଃଶାସନ ଦର୍ଶନ କରିଥିଲା, ସମସ୍ତେ ଦର୍ଶନ କରିଥିଲେ ଭଗବାନ। ସମସ୍ତେ କଣ ଗୋଲ ବୃନ୍ଦାବନ କୃଷ୍ଣଙ୍କ ନିତ୍ୟ ସେବାରେ ପ୍ରବେଶ କରିବେ? ହିରଣ୍ୟକଶିପୁକୁ ଭଗବାନ ବଧ କଲା ବେଳକୁ ହିରଣ୍ୟକଶିପୁ ଦର୍ଶନ କରିନି? କରିଛି ତାକୁ କଣ? ଆରେ ଦର୍ଶନରେ ଭକ୍ତି ନ କଲେ କଣ ହବ? ଆପଣ ଜଗନ୍ନାଥ ମନ୍ଦିର ଯାଉଛନ୍ତି, ଦର୍ଶନ କରୁଛନ୍ତି, ଭକ୍ତ ଦର୍ଶନ କରୁଛି, ତାହେଲେ ତ ଆପଣ ଯାହା ଭକ୍ତ ସେଇଆ, ଦର୍ଶନ ହେଇଗଲା। ଭଲ କଥା ଆପଣ ବୁଝିଲେ।
ଭଗବାନ ଦର୍ଶନ ହେଇଗଲା, ସବୁ ତ ପ୍ରାପ୍ତ ହେଇଗଲି। ଆଉ ତାହେଲେ ଏଥିରେ ସବୁ ପ୍ରଭେଦ କାହିଁ ଅଛି? ଆଜ୍ଞା ପ୍ରଭୁ। ଆପଣ ଛାଡିକି ସିଧା ପଳେଇବେ ସିଆଡେ ଆଉ, ସିଆଡେ ଗୁରୁକୁ କାଟିକିରି ଦର୍ଶନ ହେଇଗଲା ମୋର ସରିଗଲା। ଏକାବନ। ତାପରେ ଆଉ କିଛି ନାହିଁ ତ? ବଢିଆ ଲାଗିଲା ପ୍ରଭୁ, ଇଣ୍ଟରେଷ୍ଟିଂ ପ୍ରଭୁ, ବହୁତ ଆନନ୍ଦ ଲାଗିଲା ପ୍ରଭୁ। ଆନନ୍ଦାମ୍ବୁଧିବର୍ଦ୍ଧନଂ ପ୍ରତିପଦଂ ପୂର୍ଣ୍ଣମୃତ ସ୍ୱାଦ ସର୍ବାତ୍ମ ସ୍ଥାପନଂ ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ। ଆପଣ ବ୍ରଜ ବୃନ୍ଦାବନ ଲୀଳା ଶୁଣିବେ, କହିବେ ଆନନ୍ଦ ଲାଗିଲାନି। ଭଲ। କୃଷ୍ଣ ଯୋଉ ଲୀଳା ପାଇଁ ଆସକ୍ତ, ସେ ଲୀଳା ବୁଝିପାରୁଛନ୍ତି? ଆଜ୍ଞା ପ୍ରଭୁ। ହେଇଯାଉଛି ଏଇ ଯୋଉ ଗୁଣ ନାଇଁ କି, ସତର ଯୋଉ ତମ ଗୁଣ, ସିଏ ଆମକୁ ସବୁ ହାନିକାରକ। ସ୍ୱାଭାବିକ ତ ସେ କଥା ଖୁସି ହେବା କଥା ଭକ୍ତି କଲେ। ବେଳେବେଳେ ଆମେ ଯେତେବେଳେ ଉନ୍ନତ ଭକ୍ତି କରିପାରିନୁ, ସେଥିପାଇଁ ସବୁ ବିଭିନ୍ନ ପ୍ରକାର କୁଶ୍ଚିତ ମସ୍ତିଷ୍କ, କୁଶ୍ଚିତ ଭାବ ସବୁ ପ୍ରକଟ ହଉଛି। ପଢିବା ଦରକାର ସମୟକ୍ରମେ। ଆପଣମାନେ କୃପା କଲେ ହବ, ବିଷ୍ଣୁ ମାତାଜୀ କୃପା, ଆପଣ ସେ ଭକ୍ତ ମାନଙ୍କର କୃପା ହେଲେ ଆମର ସବୁ କଣ ହବ? ପ୍ରଭୁ ଆପଣଙ୍କର କୃପା ଦରକାର, ଆଉ କଣ? ଗୋଟେ କୃପା ଅଛି କହିଲେ, ମୁଁ ତ କୃପା ମୁଁ ତ ଆପଣଙ୍କ କୃପା ଭିକ୍ଷା କାମନା କରୁଛି। ନାଇଁ ପ୍ରଭୁ। ବୈଷ୍ଣବ ଠାକୁର ଦୟାର ସାଗର ଦାସେ କରୁଣା କରି, ଓହେ ବୈଷ୍ଣବ ଠାକୁର ଦୟାର ସାଗର ଦାସେ କରୁଣା କରି। କୃପାଟା କୋଉଠୁ ଆସିବ? କୋଉଠୁ? କୃପା କୃଷ୍ଣ ପାଖରୁ ଆସିବ। ବୈଷ୍ଣବ ମାନେ କୃପା କରିବେ। କୃଷ୍ଣ ଗଲେ ସେ କୃପା ପାଇଟ୍ ନାହିଁ, କୃପା ପାଇଟ୍ ନାହିଁ। କୃପା ଚାବିଟା ସେଠି ସବୁ ଦିଆଯାଇଛି ଅଲରେଡି। ତେଣୁ ଯଦି ବୈଷ୍ଣବକୁ ଆପଣ କୃପା କରୁନାହାନ୍ତି, ଆପଣ ଭାବିବେ ଆପଣଙ୍କ ଭକ୍ତିରେ କିଛି ଲାଭ ନାହିଁ, କମ୍ପ୍ଲିଟଲି ମିନିଂଲେସ୍। ସେଥିପାଇଁ ଦେଖନ୍ତୁ, ବୁଝିପାରୁଛନ୍ତି ନା ନାଇଁ? ରୂପ ଗୋସ୍ୱାମୀ ବେହୋସ ହେଇଯାଉଛନ୍ତି, ରୂପ ଗୋସ୍ୱାମୀ ବେହୋସ ହେଇଯାଉଛନ୍ତି। ଆରେ ବୃନ୍ଦାବନ ଯିବାକୁ ତ ମୁଁ କହିଛି, ସେ କହୁଛି ମୁଁ ବାରାଣସୀ ଯିବି ଆପଣଙ୍କ ସାଙ୍ଗରେ। ମୁଁ ତ କହିଲି ବୃନ୍ଦାବନ ଯିବା ପାଇଁ, ତମ ସାଙ୍ଗେ ବାରାଣସୀ ଯିବ। ବେହୋସ ହେଇଯାଉଛନ୍ତି, ତଥାପି ମହାପ୍ରଭୁଙ୍କର ପରିବର୍ତ୍ତନ ନାହିଁ, ଭାବ ପ୍ରବଣତା ସ୍ଥାନ ନାହିଁ। ଭକ୍ତିର ଦେଖନ୍ତୁ କେମିତି ହେଇପାରେ, ବୁଝିପାରୁଛନ୍ତି ନା ନାଇଁ? ଆଜ୍ଞା ପ୍ରଭୁ। ବେହୋସ ହେଇଯାଉଛନ୍ତି ମହାପ୍ରଭୁ ଚୈତନ୍ୟ ଶ୍ରୀଲ ରୂପ ଗୋସ୍ୱାମୀ। ଆପଣ ସନାତନ ଗୋସ୍ୱାମୀଙ୍କ ଶିକ୍ଷା ଶୁଣିବେ, ବାପରେ ବାପ, ସିଏ ଆହୁରି ଅଧିକ ଆକର୍ଷଣୀୟ। ପ୍ରଭୁ ଯୋଉ ଯେତେବେଳେ ମହାପ୍ରଭୁ ରୂପ ଗୋସ୍ୱାମୀ କି କହୁଥିଲେ, ତାଙ୍କର ଯୋଉ ସାନ ଭାଇ ରୂପ ଗୋସ୍ୱାମୀଙ୍କର ସାନ ଭାଇ ଯୋଉ ଶ୍ରୀ ବଲ୍ଲଭ ପାଖରେ ଥିଲେ ନା ପ୍ରଭୁ, ଅନୁପମ ପୁତ୍ର ଯିଏ ଥିଲେ ଶ୍ରୀ ବଲ୍ଲଭ, ତାଙ୍କ ନାଁ ଯୋଉ ଥିଲା ଶ୍ରୀ ବଲ୍ଲଭ। ନାଇଁ ଜୀବ ଗୋସ୍ୱାମୀ ପୁତ୍ର ତ। ରୂପ ଗୋସ୍ୱାମୀଙ୍କ ସାନ ଭାଇ ନଥିଲେ ଅନୁପମ ମଲ୍ଲିକ? ଅନୁପମଙ୍କ ପୁତ୍ର ଅନୁପମ ଏତେ ସକ୍ରିୟ ଭାବରେ ରହିଲେନି, ତାଙ୍କ ପୁତ୍ର ଜୀବ ଗୋସ୍ୱାମୀ। ଜୀବ ଗୋସ୍ୱାମୀ ଷଡ଼ ଗୋସ୍ୱାମୀ ନା? ଆଜ୍ଞା। ଆଉ ଅନୁପମଙ୍କ ପୁତ୍ର, ଅନୁପମଙ୍କର ଏତେ ସକ୍ରିୟତା ନାହିଁ ଭକ୍ତିରେ, ମାନେ ସକ୍ରିୟତା ନାହିଁ କଣ, ସିଏ ତ ଭକ୍ତି କରୁଛନ୍ତି, ସିଏ ତ ଗୋଲ ବୃନ୍ଦାବନର ବାସିନ୍ଦା, ସିଏ ଆଉ ଏତେ ତାଙ୍କର ବିଶେଷ କିଛି ନାହିଁ ଆଉ ପ୍ରସଙ୍ଗ। ସନାତନର ଜୀବ ଗୋସ୍ୱାମୀଙ୍କର ଅଛି ସନ୍ଦର୍ଭ ସବୁ, ଆଉ ତାଙ୍କ ପୁଅ ତ କଲେ, ଆଉ ସିଏ କଣ କଥା ହେବେ?
ଯାହା ପୁଅ ଏତେ गरिया ବାପା କଣ ରହିଥିବେ? ଆଜ୍ଞା ପ୍ରଭୁ। ଜୀବ ଗୋସ୍ୱାମୀ ମାନେ ତାଙ୍କର ରୂପ ସନାତନ ପ୍ରାଣ। ରୂପ ଗୋସ୍ୱାମୀକୁ କେହି ଅପମାନିତ କରିପାରିବେନି। ସେ ବଲ୍ଲଭାଚାର୍ଯ୍ୟଙ୍କୁ ପରାସ୍ତ କରିଦେଲେନି। ଆଜ୍ଞା ବଲ୍ଲଭାଚାର୍ଯ୍ୟ ସେ ପ୍ରସଙ୍ଗ ଅଛି। ଆଜ୍ଞା ବହୁତ ଆକର୍ଷଣୀୟ ପ୍ରସଙ୍ଗ। ଠିକ ପ୍ରଭୁ ଅଛି। ଏଇଥିରେ ତ ଆପଣ ପଢଉଥିଲେ ଯେ ବଲ୍ଲଭାଚାର୍ଯ୍ୟ ଯିଏ ଯୋଉ ଆର ସମ୍ପ୍ରଦାୟର ସିଏ ତାଙ୍କୁ ନିମନ୍ତ୍ରଣ କରିକି ନେଇକି ପୁଣି ତାଙ୍କୁ ବିଭିନ୍ନ ପ୍ରକାର ସେବା ବି ଦେଇଛନ୍ତି। ଏଇଥିରେ ତ ବଲ୍ଲଭାଚାର୍ଯ୍ୟ ରୂପ ଗୋସ୍ୱାମୀଙ୍କୁ ଅପମାନିତ କଲେ ନା। ଶାସ୍ତ୍ରରେ ପରାସ୍ତ କରିଦେଲି, ଜଗତରେ କେହି ମୋ ସହିତ ଶାସ୍ତ୍ରରେ ଟକ୍କର ଦେଇପାରିବେନି। ରୂପ ଗୋସ୍ୱାମୀ କହିଲେ ଗୋଟେ ନନସେନ୍ସ ଲୋକ ସାଙ୍ଗରେ ସମୟ କାହିଁ ନଷ୍ଟ କରିବା, କାହିଁ ଭଜନ ନ କରିବା, କଣ ଦରକାର କହୁନାହାନ୍ତି। ଗୋଟେ ଆସିଲା କଣ ଗୋଟେ କହିଲା, ଜୀବ ଗୋସ୍ୱାମୀ ଜାଣିପାରିଲେ, ସବୁଆଡେ ପ୍ରଚାର କଲେ, କହିଲେ ମୁଁ ଆଜି ରୂପ ଗୋସ୍ୱାମୀଙ୍କୁ ଆଜି ପରାସ୍ତ କରିଦେଲି। ଜୀବ ଗୋସ୍ୱାମୀ ତୁ ରୂପ ଗୋସ୍ୱାମୀଙ୍କୁ ପରାସ୍ତ କରିଦେଲୁ ନା? ପରାସ୍ତ କରିଦେଲୁ, ଆସେ ତ ମୋ ସାଙ୍ଗରେ। ଏ ବହୁତ ବଢିଆ ସୁନ୍ଦର ପ୍ରସଙ୍ଗ, ତାକୁ ଶାସ୍ତ୍ରର ଆଧାରରେ କରିବାକୁ ପଡିବ। ସେଣୁ ଜୀବ ଗୋସ୍ୱାମୀ ତାଙ୍କୁ ପରାସ୍ତ କରିଲେ। ଯାଇକିରି ରୂପ ଗୋସ୍ୱାମୀ କହିଲେ, ଯୋଉ ଭର୍ସନା ରୂପ ଗୋସ୍ୱାମୀ କଲେ କରିଦେଇଛି। ମାନେ ଏମିତି ଜାଣିପାରୁଛନ୍ତି ଭକ୍ତି ଜୀବନରେ ବୁଝିପାରୁଛନ୍ତି। ଯେତେବେଳେ ଆପଣଙ୍କ ଘରୁ ଆପଣ ଦେଖନ୍ତୁ ଆପଣଙ୍କ ଭାଇ କି ଜଣେ ଅପମାନ କରିଥିବ, ସେ ମୁଣ୍ଡରେ କଣ ଆଣିକି ଥୋଇଲେଣି? ସେ ଠାକୁରଙ୍କର ଶୟନ ଯିବେ ତ, ଯୋଉ ପୁଷ୍ପ ପ୍ରସାଦ ଆସିଲେ ତ ସିଏ ଟିକେ ମୁଣ୍ଡରେ କଣ ସ୍ଥାପନ କରିଦେଲେଣି କି? ତୁଳସୀ ଆଉ ଫୁଲ ପ୍ରସାଦ ହାତରେ ନେଇକି ଆସ ତାଙ୍କୁ କରିବେ, ସେଠି କରିଦେ ସେ ଆଗ୍ରହଣ କଲି ପ୍ରଭୁ, ଆଗ୍ରହଣ କଲି ଟିକେ ମୁଣ୍ଡରେ ଛାଇଁଲେ ଆଗ୍ରହଣ କଲି। ଓ ଆଚ୍ଛା, ମୁଣ୍ଡରେ ସ୍ଥାପନ କଲେ। ମୁଣ୍ଡରେ ତ ନା ତାପରେ ଆଗ୍ରହଣ କଲି ନେଇକି ଗଲି। ବଢିଆ ବେପାର ଚାଲିଛି ଆଉ କଣ। जय श्री प्रभुपाद की जय। जय षड गोस्वामी वृंद की जय। जय चैतन्य चरितामृत की जय। जय। जय निताई गौर प्रभानंदे। Recording